आज श्रावण परिक्रमार द्वितीय दिन आमर मातृ सम्मेलन चली अच्छी मल्लिक माँ घरे लक्ष्मी माँ जन्मदिन जन्मोत्सव सबू माँ मैंने जगदे देखते सबू माँ मैंने आहरी आसवे खूब धूमधाम आमर मातृ सम्मेलन चली अच्छी
পাঞ্চালীর সেগুলো পড়েছি শোনো সর্বদা, সেটা যদি এখন ডেলি আজ গুরুবার ছিল, আমি প্রত্যেক গুরুবার যদি মাংস সে পাঞ্চালীটা পড়ি না, প্রত্যেক মা ঘরে নিশ্চয়ই ছিল, আমি প্রত্যেক দিনও সেই পাঞ্চালী পড়ি কি মাংস সেটা আমি ঘরের ভিতরে সেতিক্রমে আমি চেঞ্জ হবা সপ্তম স্বামী নারীন দিনে যা কইছেন সেই আমার পাঞ্চালীর ভিতরে যাই কইছেন সেটিকে আমি ফার্স্ট পরিবর্তন হওয়া। ছোট ছোট কথা ঠাকুর যে পঞ্চনীতি দিয়েছেন যাজন যাজন ইষ্টপতি স্বাস্থ্য সদাচার, সেই পাঁচটা নীতি ধরে কি সবু কিছু ভিতরে কিছু না কিছু হচ্ছে আমি সেটা যেমনি পরিবর্তন করবো। আমি যে সূর্য উঠিবার কথা এটা তো আজটুকু হয়নি, হাজার হাজার বর্ষ এটা চালিয়েছি। মা মানে আগ পূর্বরে মা মানে সবিতা মা মানে কৌতুলে শিক্ষকগুলি কিন্তু আমি মানে নথিনি, কিন্তু সবু জিনিসের তাৎপর্য ঠাকুর ঘরে করেছেন। আমি যে উঠিবা বসিবা শোইবাটা আরম্ভ করে কি এমনিকে আমি যদি ঘরে ঘর ঝাড়ু করবাটা ঝাড়ু করে রাখা যায়, চপ্পলটা কেমনি রাখা যায়, আমি গাধের বলে কেমনি গাধোয়া যায়, শোয়া যায় কেমনি, গুরুজনকে সেবা কেমনি করা যায়, মানে স্বামী স্ত্রীর সম্পর্ক কোনো পিলামানকে কিন্তু মনুষ্য করা যায়। ঠাকুরকে পিলামানকে যদি মা আমার নকদর করে নেওয়া হইলে তো আমি যে খুব একদম মা পিলা আমার কোনো করছি না করছে আমি দেখিলে পিলার আঁখিকে দেখিলে আমি জানি করি, সেদিকে যদি আমি ঠাকুরঙ্ক কাম করি আমি নিশ্চয়ই করি বলবো। এটা মানে আমার অনুভূতিটা আমি করছি, যদি আমি ঠাকুরঙ্ক ধরে কি ঠাকুরଙ୍କୁ ଭଲ ପାଉଛି ବୋଲି ଆଜି ଆମେ ଏଇଠି ରହୁଛୁ, ଠାକୁରଙ୍କୁ କାମ କରୁଛୁ ବୋଲି ଆଜି ସମସ୍ତେ ଏକତ୍ରିତ ରହୁଛୁ, ଅନଲାଇନ୍ରେ ଅଫଲାଇନ୍ରେ ହଉ ଯେଉଁମାନେ କରୁଛନ୍ତି ସେମାନେ ନିଶ୍ଚୟ ଅନୁଭବ କରୁଛନ୍ତି ଠାକୁରଙ୍କୁ ଧରିକି ଆମେ ପାଇଛୁ କ'ଣ। ହେଲେ ଏଇ ମାଆ ମାନେ ତ ବହୁତ ପୁରୁଣା ମାଆ ମାନେ, ଏମାନେ ଜାଣିପାରୁନାହାନ୍ତି ଦେଖିପାରୁନାହାନ୍ତି କେତେ କଷ୍ଟ ହେଉଛି, ହେଲେ ବି ଆମର ଦେଖନ୍ତୁ ୟଙ୍ଗ ମାଆ ମାନେ ଆସୁନାହାନ୍ତି, ଏ ମାଆ ମାନେ ଯେମିତି ହେଲେ କଷ୍ଟ କରି କରୁଛନ୍ତି ଠାକୁରଙ୍କୁ ଏତେ ସୁନ୍ଦର ମାଳି ଗୁନ୍ଥିକି ସଜେଇକି ଏଇଟା ବି ଘରେ ଏତେ ହଜାର କ'ଣ ଖାଇକି ତାପରେ ବି ଠାକୁରଙ୍କୁ ଯେ ଆମର ଚିନ୍ତାଧାରା ଭାବନାଟା ଏତେ ସୁନ୍ଦର, ଆମେ ଠାକୁରଙ୍କୁ ବରମାଙ୍କୁ ଭଲ ପାଉଛୁ ବୋଲିକି ଏଇ ଜିନିଷଟା ହେଇପାରୁଛି। ଯଦି ସେତିକି ଆମ ଭିତରେ ନଥାନ୍ତା ନାଇଁ ମାନେ ଆମ ଘର ଭିତରେ ନାଇଁ ମୋତେ କଷ୍ଟ ହେଉଛି ମୁଁ କରିପାରିବିନି, ମୁଁ ଟାଇମ୍ରେ ଉଠିପାରିବିନି, ଯଦି ମୋର ଠାକୁରଙ୍କ କାମ କରିବାର ଅଛି, ମୋର ମନ୍ଦିର ଯିବାର ଅଛି, ପ୍ରାର୍ଥନା କରିବି, ସତ୍ସଙ୍ଗ ଯିବି, ତ ନିଶ୍ଚୟ ମୁଁ ସେଦିନ ରାତି 4ଟାରୁ ଉଠିବି। ଆମର ତ ଇଷ୍ଟପତି ନିୟମ ଅଛି ବ୍ରହ୍ମ ମୁହୂର୍ତ୍ତରେ, ଯଦି ଆମେ 4ଟାରୁ ଉଠିକି ଆମ କାମ ଠିକ୍ସେ କରିବୁ ଆମେ ଟାଇମ୍ରେ କାହିଁକି ବାହାରି କରିବୁ। ଆମେ ଚେଷ୍ଟା କରୁଛୁ କୁହନ୍ତିନି ମା ମାନେ ଚେଷ୍ଟା କରୁଛୁ କରିବା ମାନେ ସଂସାର ସୁଖରେ ରମଣୀୟ, ଯଦି ଆମେ ଯଦି ମା ଲକ୍ଷ୍ମୀ ଆମେ ଯଦି ହେଇପାରିବୁ ତ ନିଶ୍ଚୟ ଆମେ ଠାକୁରଙ୍କ କଥାରେ ଭାବଧାରାରେ ଚାଲିପାରିବୁ। ଆମେ ଚେଞ୍ଜ ହେଲେ ଫ୍ୟୁଚର ଆମ ପିଲାମାନେ ବି ଚେଞ୍ଜ ହେବ। ଆଗ ମା ମାନେ କହୁଥିଲେ ଏଇ ଯେଉଁ ଏସବୁ କଥା ଶୁଣୁନାହାନ୍ତି ବୋଲି ଆଜିକାଲି ସବୁ ଘରେ ଘରେ ଅଛନ୍ତି, ସେଥିପାଇଁ ଆଚାର୍ଯ୍ୟଦେବ କହିଛନ୍ତି ତମେ ଘର ଭିତରେ ଯଦି କିଛି ଏମିତି ଅଛନ୍ତି ମନମାଳିନ୍ୟ ହୋଇ ଆସନ୍ତି ଶାଶୁ ବୋହୂ ଭିତରେ, ସ୍ୱାମୀ ସ୍ତ୍ରୀ ଭିତରେ, ପୁଅ ଝିଅ ଭିତରେ, ବାପା ମା ଭିତରେ, ତ ଠାକୁର କହିଛନ୍ତି ସକାଳେ ଟାଇମ୍ରେ ସନ୍ଧ୍ୟାରେ ଦ୍ୱିପହରେ ବସ, ହେଲେ ବି ଟାଇମ୍ରେ ରାତିରେ ବସ, ରାତିରେ ଖାଇବା ଟାଇମ୍ରେ ବସ, ବସିକି ମାନେ ଖାଉ ଖାଉ ହାତ ଶୁଖିଯାଅ ମାନେ ଖାଇବା ପରେ, ହେଲେ ମନ ଖୋଲିକି ସମସ୍ତେ କଥାବାର୍ତ୍ତା ହେବ। ଆମେ ଯଦି ପ୍ରତ୍ୟେକ ଘର ଭିତରେ ବାହାରେ ଆମର ଯେମିତି ଠାକୁରଙ୍କ ଆମେ ସବୁ ସନ୍ତାନ, ଆମେ ଯଦି ସମସ୍ତେ ମା ଦାଦା ମାନେ ଫ୍ରିରେ କଥା ହେବା ମାନେ ମନ ଭିତରେ କିଛି ନ ରଖିବା ତ କାହା ଭିତରେ କିଛି ମନମାଳିନ୍ୟ ବି ହେଉନି କିଛି ହେଉନି। ତା ସହିତ ବି ବହୁତ ସୁନ୍ଦର ଭାବରେ ସବୁ କଥା ବୁଝେଇ ଦେଉଛନ୍ତି ସବୁବେଳେ। ଆଉ ଆଜି ବି ଗୋଟେ ପଢ଼ୁଥିଲା ଯେତେବେଳେ ଯେଉଁ ନୂଆ ନୂଆ ଦୀକ୍ଷିତ ଡିକ୍ୱାର୍କ ମାନେ ଠାକୁର ବାଡ଼ି ଯାଉଛନ୍ତି ସେମାନଙ୍କୁ ଯଦି ଆମେ ଯେଉଁ ପୂର୍ଣ୍ଣମାନେ ଆମେ ଠାକୁର ବାଡ଼ି ଯାଉଛୁ ସେଇଠିର ହାଲଚାଲ କେମିତି ସେମାନଙ୍କୁ ବୁଝେଇକି ସବୁକିଛି ଜଣେଇକି ନେଇଗଲେ ବହୁତ ଭଲ। କାହିଁକିନା ଏମିତି ନୂଆ ଗୁରୁ ଭାଇମାନେ ମା ମାନଙ୍କର କିଛି ଯଦି ଅଜଣା ଥାଏ ତ ସେଇଠି ଯଦି ମାନେ ବେଶୀ ଭିଡ଼ ଭିତରେ ଯେତେବେଳେ ଗହଳି ଉତ୍ସବ ହୁଏ ଟିକେ ଭିଡ଼ ବେଶୀ ହେଲେ ଜାଗା ମିଳି ନପାରେ, ଆନନ୍ଦ ବଜାର ଟିକେ 2 ଘଣ୍ଟା ଲେଟ୍ ବି ହେଇପାରେ। ତ ଆଚାର୍ଯ୍ୟ କହିଛନ୍ତି ଏସବୁ ଜିନିଷ ତୁମେ ଯଦି ଯେଉଁମାନେ ନେଇକି ଆସ ବା ଯିବାକୁ କହୁଛ ଠାକୁର ବାଡ଼ି ଏସବୁ ଜିନିଷ ସେମାନଙ୍କୁ ମାନେ ବୁଝାଇବା ଦରକାର ଯେ ସେଠି ଆନନ୍ଦ ବଜାର ବେଶୀ ଲୋକ ହେଲେ ଲେଟ୍ ବି ହେଇପାରେ, କି ଆମକୁ ରୁମ୍ ବି ମିଳି ନପାରେ, ବ୍ୟବସ୍ଥା ଠିକ୍ ମାନେ ସବୁ ଥାଇକି ବି ଲୋକ ଭିଡ଼ ଭିତରେ ହେଇନପାରେ। ତ ସେମାନେ ବୁଝିବେ ଜିନିଷଟା ତାପରେ ଠାକୁର ବାଡ଼ିରେ କିଛି ନାହିଁ, କିନ୍ତୁ ଯେଉଁମାନେ ନ ବୁଝନ୍ତି ଠାକୁର ବାଡ଼ି ଯାଆନ୍ତି ସେଇଠି ଦେଇକି ସେମାନେ ବି ବାହାରେ ଆସିକିନା ଠାକୁର ବାଡ଼ି ଭୋଗ ମିଳିଲାନି, ଆନନ୍ଦ ବଜାର ମିଳିଲାନି, ଜାଗା ମିଳିଲାନି, ବହୁତ ପ୍ରକାର କଥା କୁହନ୍ତି ଯାହାଦ୍ୱାରା କି ଆମ ସତ୍ସଙ୍ଗ ବି ବଦନାମ ହୁଏ। ଆଉ ସତ୍ସଙ୍ଗର ବଦନାମ ମାନେ ଠାକୁରଙ୍କୁ ବହୁତ କଷ୍ଟ ଦେବେ, ଠାକୁରଙ୍କୁ କଷ୍ଟ ଦେବାନି ତାଙ୍କର ସବୁ ଜିନିଷ ଟିକି ନିକି ଯାହା ବି ଅଛି ପ୍ରତ୍ୟେକଟା ଜିନିଷ କେମିତି ମାନିକି ଚାଲିବା ଆଉ ସମସ୍ତେ କେମିତି ଠାକୁର ଯାହା କରିଛନ୍ତି ସେୟା ବର୍ମ କରି ଚାଲିଚଳନରେ ଚାଲିବା ଆଉ ଠାକୁରଙ୍କ କଥାକୁ କେମିତି ମାନି ଚାଲିବା ନିଶ୍ଚୟ ଆମେ ଚାଲୁଛୁ। ଆଉ କାହା ଭିତରେ ଯେଉଁ ଅଶାନ୍ତି ପ୍ରୋବ୍ଲେମ ଜାଗା ଯେଉଁ ମନମାଳିନ୍ୟ ଆମେ କାହା ଭିତରେ ଭାବିବା ମନେ କରୁଛୁ ମୁଁ ଗୋଟେ ମା ମୋତେ କ'ଣ କହିଲେ ମୁଁ ଯଦି ସେ ମାଆଙ୍କୁ ଯଦି ସାମ୍ନାରେ ପଚାରିଲି ମା এটা ভালো কথা কি কলে সেই জায়গার কথাটা সমাধান নেই, কিন্তু আমি রাগিকি জনক কথা শুনিকি আর 10 জনের পাখে সেই জিনিসটা কিন্তু প্রবলেম বেশি করে। তো ঠাকুর এসব জিনিস প্রত্যেক জিনিস মনে করছেন পরনিন্দা পরচর্চা সবু আনিকি করে কি ঘরের ভিতরে আনি না আমার ঘরটা পরিবেশটা মানে পুরো খারাপ হয়ে যায়। আর এটা সত্যি আপনার নিজে দেখবে যদি আপনার পরনিন্দা পরচর্চা করবে নিজে পরিবেশটা ঘরটা পড়ে সেদিন আপনার ঘরে মানে অশান্তি শুরু হয়ে যাবে।
ଆମେ ନିଜ ଘରର ଠାକୁର ସମସ୍ତଙ୍କର ମଙ୍ଗ ଚାହିଁବେ, ନିଜ ମଙ୍ଗ ସଙ୍ଗେ ସମସ୍ତଙ୍କର। ଆମେ ନିଜ ଘରର ଆମ ଦେଶର ଦଶର ସାହି ପଡ଼ିଶା ସମସ୍ତଙ୍କର କେମିତି ଭଲ ପାଇବା ସେଥିପାଇଁ DPF ଚାଲୁଛି। ଆଉ ସମସ୍ତଙ୍କୁ ନେଇକି କେମିତି ସବୁ ମୋ ମା ଠାକୁର ସମସ୍ତଙ୍କ ମା କେମିତି ହେଇପାରିବ, ଜଣଙ୍କ ନିଜ ପିଲାର ଖାଲି ମା ନାହିଁ, ତ ଆମେ ସମସ୍ତେ ଚେଷ୍ଟା କରିବା। ଚେଷ୍ଟା କଲେ ଆମେ କିଛି ନା କିଛି ନିହାତି ହେଇପାରିବା। ଆଉ ଟାଇମ୍ ତ ହେଲେ ମୁଁ ଏତିକି କହିକି ରହୁଛି।